ଟିକେ ପନିପରିବା ତ ଚିହ୍ନି ଆଣିଛ ପନିପରିବା ଚିହ୍ନି ଆଣିଛ ମୁଇଁ ଦେଖାମି ତୁମେ କହିବ ହେଲା ଦେଖ ଏଇଟା କଣ ଗାଜର ଗାଜର ଏଇଟା ହେଲା ଏଇଟା ବାଇଗଣ ବାଇଗଣ ଦେଖିଛ ଏଇଟା ଟମାଟୋ ଟମାଟୋ ଘରେ ରାନ୍ଧଛ କି ମା ମାନେ ରାନ୍ଧଛ କି ଘରେ ରାନ୍ଧଛ ଏଇଟା କଣ ରସୁଣ ରସୁଣ ହେଲା ଆଉ କହ ତ ଏଇଟା କଣ ଲେମ୍ବୁ ଲେମ୍ବୁର ରଙ୍ଗ କେମିତି ହଳଦିଆ ପାଚିଲା ଲେମ୍ବୁର ରଙ୍ଗ ହଳଦିଆ ହେଲା ଏଇଟା ବି ଲେମ୍ବୁ ହେଲା ଆଉ କଞ୍ଚା ଲେମ୍ବୁ ରଙ୍ଗ କେମିତି ସବୁଜ ଶାଗୁଆ ହେଲା ଏଇଟା କଣ ଜହ୍ନି ଜହ୍ନିଟା କଣ ଏଇଟା କଦଳୀ କଦଳୀ କଦଳୀର ରଙ୍ଗ କେମିତି ହଳଦିଆ କଞ୍ଚା କଦଳୀର ରଙ୍ଗ କେମିତି ସବୁଜ କେମିତି ସବୁଜ ଏଇଟା କଣ ଭେଣ୍ଡି ଭେଣ୍ଡିର ରଙ୍ଗ କେମିତି ସବୁଜ ଏଇଟା ମଧ୍ୟ ଭେଣ୍ଡି ଭେଣ୍ଡି ଦେଖିଛ ଟିକେ ଖାଇଛ ଭଲ ଲାଗ୍ସି ତୁମ ଭେଣ୍ଡି ତ ତମକୁ ଲାଗେ କି ଭଲ ଲାଗ୍ସି ହେଲା ଏଇଟା କଣ ଆମ୍ବ କଣ ଏଇଟା ଆମ୍ବ ଆମ୍ବ ଖାଇବାକୁ କେମିତି କେମିତି ଖାଇଲେ କେନା ଲାଗ୍ସି ମିଠା ଲାଗ୍ସି କି ଆମେ ଖାଇସୁ କି ଖରା ଋତୁରେ ଖାଇସୁ କି ଏଇଟା କଣ ଜାଣିଛ କଣ ଏଇଟା ଗାଜର ଗାଜର ଏମିତି ଦେଖାଯାଏ ମୂଳା 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 ଆମେ ଖାଇସୁ କି ଭାତରେ ଖାଇସୁ କି ମୂଳା ନା ଦେଖାଯାଏସି ଧଳା ଦେଖାଯାଏସି କି ତବେ ଜାଣିଛ ପନିପରିବା ଫଳମୂଳ ସବୁ ଚିହ୍ନି ଆଣିଛ ତ ଏଇଟା କଣ ଟମାଟୋ ଏଇଟା ନା ଟମାଟୋ କି ଏଇଟା କଣ ପିଲା ମାଖନ ମାଖନ କଖାରୁ କଣ ଆମେ କଖାରୁ କହିଛୁ କି ଏଇଟା ସେବେ ସମସ୍ତେ ଚିହ୍ନି ଆଣିଛ ତ ହଁ ଏବେ ଆମେ ଏଇଟା ଦେଖମା ଏଇଟା କଣ ଅମୃତଭଣ୍ଡା କଞ୍ଚା ଅମୃତଭଣ୍ଡା କଣ ଏଇଟା ଖାଇଲେ ବେଶୀ ଭଲ ଲାଗେ ଏଥିରେ ଭିଟାମିନ ବହୁତ ହେଲା ତୁମେ ଖାଅ କଞ୍ଚା ଅମୃତଭଣ୍ଡା ଘରେ ଖାଅ।